କାହିଁକି ଦେବୀ ସନ୍ଧ୍ୟାଙ୍କ ପାଇଁ ସମଗ୍ର ପୁରୁଷ ଜାତିକୁ ମିଳିଲା ଏହି ତିନୋଟି ଅଭିଶାପ, ଯାହାକୁ ଏବେ ବି ଭୋଗୁଛନ୍ତି ସବୁ ପୁରୁଷ। ସାଙ୍ଗମାନେ, ଏହା ଗୋଟେ ସମୟର କଥା ଅଟେ। ଥରେ ଦେବର୍ଷି ନାରଦ ନାରାୟଣ ନାରାୟଣ ଜପି ଜପି ଭଗବାନ ଶିବଙ୍କ ଦର୍ଶନ କରିବା ପାଇଁ କୈଳାସ ପର୍ବତ ଉପରକୁ ଗଲେ। ଦେବର୍ଷି ନାରଦଙ୍କୁ ସେଠାରେ ଦେଖି ଭଗବାନ ଶିବ ପ୍ରସନ୍ନ ହୋଇ କହିଲେ, ହେ ଦେବର୍ଷି, ଆଜି କେଉଁ କାରଣ ପାଇଁ ଏହି କୈଳାସ ପର୍ବତକୁ ତୁମ୍ଭର ଆଗମନ ହୋଇଛି? ସେହି ସମୟରେ ଦେବର୍ଷି ନାରଦ କହିଲେ, ହେ ଭୋଳାନାଥ, ଆପଣ ତ ସଂସାରର ସବୁ ସ୍ଥାନରେ ବାସ କରିଛନ୍ତି। ଆପଣଙ୍କୁ ପୁଣି କେଉଁ କଥା ଲୁଚି ରହିପାରିବ? ହେ ପ୍ରଭୁ, ଆଜି ମୋ ମନରେ ଏକ ଦ୍ୱନ୍ଦ୍ୱ ନିର୍ମାଣ ହୋଇଛି ଏବଂ ତାହାର ସମାଧାନ କରିବା ଉଦ୍ଦେଶ୍ୟରେ ମୁଁ ଆପଣଙ୍କ ପାଖକୁ ଆସିଛି। ହେ ଭୋଳାନାଥ, ଆପଣ କୃପା କରି ମୋ ମନର ଏହି ଦ୍ୱନ୍ଦ୍ୱକୁ ସମାଧାନ କରନ୍ତୁ। ଭଗବାନ ଶିବ କହିଲେ, ହେ ଦେବର୍ଷି, ତୁମ୍ଭ ମନରେ କେଉଁ ଦ୍ୱନ୍ଦ୍ୱ ଅଛି? ପଚାର, ତାର ସମାଧାନ ଏବେ କରାଯିବ। ଦେବର୍ଷି ନାରଦ କହିଲେ, ହେ ଦୀନାନାଥ, ଆପଣ ପରମ ଦୟାଳୁ ଏବଂ କୃପାଳୁ ଅଟନ୍ତି। ଆପଣ ନିଜର ସମସ୍ତ ଭକ୍ତଙ୍କ ଉପରେ ସମାନ କୃପା ଦୃଷ୍ଟି ବନେଇ ରଖିଛନ୍ତି ଏବଂ ଭକ୍ତର ମନରେ କ'ଣ ଚାଲୁଥାଏ ତାହାକୁ ଆପଣ ସ୍ୱୟଂ ଜାଣି ନେଇଥାନ୍ତି ଏବଂ ତାର ଇଚ୍ଛାକୁ ପୂର୍ଣ୍ଣ କରିଥାନ୍ତି। ହେ ପ୍ରଭୁ, ମୁଁ ଆପଣଙ୍କ ପାଖକୁ ଏହା ଜାଣିବା ପାଇଁ ଆସିଛି କି ଦେବୀ ସନ୍ଧ୍ୟା କିଏ ଥିଲେ ଏବଂ ସେ ସମସ୍ତ ପୁରୁଷ ଜାତିକୁ କେଉଁ ଅଭିଶାପ ଦେଇଥିଲେ। ତାପରେ ଭଗବାନ ଶିବ କହିଲେ, ହେ ନାରଦ, ଆଜି ତୁମ୍ଭେ ଏକ ଉଚିତ ପ୍ରଶ୍ନ କରିଛ ଏବଂ ଏହା ଭିତରେ ସମସ୍ତ ମାନବ ଜାତିର କଲ୍ୟାଣ ଲୁଚି ରହିଛି ଏବଂ ଆଜି ମୁଁ ତୁମ୍ଭଙ୍କୁ ଦେବୀ ସନ୍ଧ୍ୟାଙ୍କର କଥା ଶୁଣାଉଛି। ଏହି କଥାରେ ତୁମ୍ଭକୁ ତୁମ୍ଭର ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ସେଥିପାଇଁ ଦେବୀ ସନ୍ଧ୍ୟାଙ୍କର ଏହି ପ୍ରାଚୀନ କଥାକୁ ତୁମ୍ଭେ ଧ୍ୟାନପୂର୍ବକ ଶୁଣ। ସେହି ସମୟରେ ଦେବର୍ଷି ନାରଦ କହିଲେ, ହେ ପ୍ରଭୁ, ମୁଁ ଏହି କଥାକୁ ପୁରା ଧ୍ୟାନର ସହିତ ନିଶ୍ଚିତ ଶୁଣିବି ଏବଂ ଏହାର ପ୍ରଚାର ପ୍ରସାର ବି କରିବି। କୃପା କରି ଆପଣ ଏହି କଥାଟିକୁ ମୋତେ ଶୁଣାନ୍ତୁ। ଭଗବାନ ଶିବ ଦେବର୍ଷି ନାରଦଙ୍କୁ ସେହି ମହାନ କଥାକୁ ଶୁଣାଇବା ଆରମ୍ଭ କଲେ ଏବଂ କହିଲେ, ହେ ଦେବର୍ଷି, ଯେତେବେଳେ ସୃଷ୍ଟିର ଆରମ୍ଭ ହେଉଥିଲା ସେହି ସମୟରେ ସୃଷ୍ଟିର ରଚୟିତା ବ୍ରହ୍ମା କମଳ ଆସନରେ ବିରାଜିତ ହୋଇ ଭଗବାନଙ୍କୁ ଧ୍ୟାନ କରୁଥିଲେ ଏବଂ ସେହି ସମୟରେ ତାଙ୍କର ମନରେ ସୃଷ୍ଟିର ନିର୍ମାଣ କରିବାର ଇଚ୍ଛା ଜାଗ୍ରତ ହେଲା ଏବଂ ସର୍ବପ୍ରଥମେ ତାଙ୍କର ମନରେ ବିଚାର କରିବା ଦ୍ୱାରା ଏକ ସୁନ୍ଦରୀ କନ୍ୟାର ଜନ୍ମ ହେଲା। ସେ କନ୍ୟା ଅତ୍ୟନ୍ତ ସୁନ୍ଦର ଏବଂ ମନମୋହିନୀ ଥିଲା ଏବଂ ମନରୁ ଉତ୍ପନ୍ନ ହେବା କାରଣରୁ ସେ ବ୍ରହ୍ମାଙ୍କର ମାନସ କନ୍ୟା ହେଲା। ବ୍ରହ୍ମାଙ୍କର ଧ୍ୟାନ କରିବା ସମୟରେ ସେ କନ୍ୟା ଉତ୍ପନ୍ନ ହୋଇଥିବାରୁ ତାଙ୍କର ନାମ ସନ୍ଧ୍ୟା ହେଲା। ଯେତେବେଳେ ବ୍ରହ୍ମଦେବ ସେ ଅତ୍ୟନ୍ତ ମନମୋହିନୀ ସୁନ୍ଦର ସ୍ତ୍ରୀଙ୍କୁ ଦେଖିଦେଲେ, କିଛି କ୍ଷଣ ପାଇଁ ବ୍ରହ୍ମଦେବଙ୍କର ମନ ବିଚଳିତ ହୋଇଗଲା। ତାଙ୍କର ସୁନ୍ଦର ମନମୋହକ ରୂପ ଦେଖି ବ୍ରହ୍ମଦେବ ମୋହିତ ହୋଇଗଲେ ଏବଂ ତାଙ୍କ ମନରେ କାମଭାବ ଜାଗ୍ରତ ହେଲା। ବ୍ରହ୍ମଦେବଙ୍କର ଖରାପ ଦୃଷ୍ଟି ଦେବୀ ସନ୍ଧ୍ୟାଙ୍କ ଉପରେ ପଡ଼ିବା ଦ୍ୱାରା ତାଙ୍କ ଶରୀରର ସମସ୍ତ ତେଜ ନଷ୍ଟ ହୋଇଗଲା, ଯାହାଦ୍ୱାରା ଦେବୀ ସନ୍ଧ୍ୟା ବହୁ ଦୁଃଖୀ ହୋଇଗଲେ ଏବଂ ସେ ସେହି ସ୍ଥାନକୁ ଛାଡ଼ି ଚାଲିଗଲେ। ତାପରେ ଭଗବାନ ଶିବ କହିଲେ, ହେ ଦେବର୍ଷି, ବ୍ରହ୍ମଦେବଙ୍କ ମନରେ କୌଣସି ପ୍ରକାରର ବିକାର ଉତ୍ପନ୍ନ ହୋଇପାରିବ ନାହିଁ, କିନ୍ତୁ ପ୍ରଭୁଙ୍କ ଲୀଳା ତ ଦେଖନ୍ତୁ। ସେ ନିଜର ଲୀଳା ଦେଖାଇବା ପାଇଁ
ବ୍ରହ୍ମଦେବଙ୍କ ମନରେ ବିକାର ଛାଡ଼ିଦେଲେ ଏବଂ ସେହି ବିକାର କାରଣରୁ ବ୍ରହ୍ମଦେବଙ୍କ ମନରେ କିଛି କ୍ଷଣ ପାଇଁ କାମଭାବ ଉତ୍ପନ୍ନ ହୋଇଗଲା। ପ୍ରଭୁଙ୍କର ଏହି ଲୀଳା ରଚିବା ପଛରେ ସମସ୍ତ ମାନବ ଜାତିର କଲ୍ୟାଣ ଲୁଚି ରହିଛି। ସେଥିପାଇଁ ଏବେ ତୁମ୍ଭେ ପ୍ରଭୁଙ୍କର ଏହି ବିଚିତ୍ର ଲୀଳାକୁ ଧ୍ୟାନର ସହିତ ଶୁଣ। ବ୍ରହ୍ମଦେବଙ୍କର ଏମିତି ବ୍ୟବହାରରେ ଦେବୀ ସନ୍ଧ୍ୟା ଅତ୍ୟନ୍ତ ଦୁଃଖୀ ହୋଇ ଚନ୍ଦ୍ରଭାଗ ପର୍ବତ ଉପରେ ଧ୍ୟାନ କରିବା ପାଇଁ ଚାଲିଗଲେ। ସେଠାରେ ଯାଇ ତାଙ୍କର ମନରେ ଏହି କଥା ଚିନ୍ତା ଘାରିଲା କି ମୁଁ ତପସ୍ୟା କାହାର କରିବି, କେଉଁ ଭଗବାନଙ୍କର ଆରାଧନା କରିବି। ଏହି ବିଚାର କରି କରି ସେ ପୃଥିବୀ ଲୋକର ଏକ ସରୋବର ପାଖକୁ ଚାଲିଗଲେ ଏବଂ ସେଠାରେ କିଛି କ୍ଷଣ ପାଇଁ ଛିଡ଼ା ହୋଇଗଲେ। ଠିକ୍ ସେତିକି ବେଳେ ମହର୍ଷି ବଶିଷ୍ଠ ସେହି ସ୍ଥାନ ଦେଇ ଅତିକ୍ରମ କରୁଥିବା ସମୟରେ ସେ ଦେବୀ ସନ୍ଧ୍ୟାଙ୍କୁ ଏକୁଟିଆ ସରୋବର ପାଖରେ ଛିଡ଼ା ହୋଇଥିବାର ଦେଖିଲେ ଏବଂ ସେ ତାଙ୍କ ପାଖକୁ ଯାଇ ପଚାରିଲେ, ହେ ଦେବୀ, ତୁମ୍ଭେ କିଏ? କାହାର ଝିଅ ତୁମ୍ଭେ? ଏହି ବନରେ କାହିଁକି ବୁଲୁଛ? ଦେବୀ ସନ୍ଧ୍ୟା ନିଜର ଉଦ୍ଦେଶ୍ୟକୁ ଜଣାଇଲେ ଏବଂ କହିଲେ, ମୁନିବର, ମୁଁ ଏହି ପର୍ବତ ଉପରକୁ ତପସ୍ୟା କରିବା ପାଇଁ ଆସିଛି। କୃପା କରି ମୋତେ କୁହନ୍ତୁ, ମୁଁ କାହାର ତପସ୍ୟା କରିବି? କିଏ ମୋତେ ଏହି ଦୋଷରୁ ମୁକ୍ତି ଦେବେ ଏବଂ ତପସ୍ୟା କେମିତି କରିବା ଉଚିତ? ତାପରେ ମହର୍ଷି ବଶିଷ୍ଠ କହିଲେ, ଭଗବାନ ନାରାୟଣଙ୍କର ତପସ୍ୟା କର। ଓଂ ନମୋ ନାରାୟଣାୟ ନମଃ ମନ୍ତ୍ରର ଜପ କର ଏବଂ ତାଙ୍କର ଦର୍ଶନ ନ ପାଇବା ଯାଏ ଏହି ମନ୍ତ୍ରଟିକୁ ଜପ କରି ଚାଲିଥିବ। ବଶିଷ୍ଠ ଦେବୀ ସନ୍ଧ୍ୟାଙ୍କୁ ଉପଦେଶ ଦେଇ ସେଠାରୁ ଚାଲିଗଲେ। ଦେବୀ ସନ୍ଧ୍ୟା ବଶିଷ୍ଠ ବତାଇଥିବା ସମସ୍ତ ନିୟମକୁ ପାଳନ କରି 4 ଯୁଗ ଯାଏ ତପସ୍ୟା ଜାରି ରଖିଲେ। ଭଗବାନ ବିଷ୍ଣୁ ତାଙ୍କର ତପସ୍ୟାରେ ପ୍ରସନ୍ନ ହୋଇ ନିଜର ମନୋହର ରୂପରେ ପ୍ରକଟ ହେଲେ ଏବଂ ଦେବୀ ସନ୍ଧ୍ୟାଙ୍କୁ କହିଲେ, ହେ ଦେବୀ, ଉଠ ତୁମ୍ଭେ। ମୁଁ ତୁମ୍ଭର ଭକ୍ତିରେ ଅତ୍ୟନ୍ତ ପ୍ରସନ୍ନ ହେଲି। ଭଗବାନ ବିଷ୍ଣୁଙ୍କର ମନୋହର ରୂପକୁ ଦେଖି ଦେବୀ ସନ୍ଧ୍ୟା ଅତି ଶୀଘ୍ରତାର ସହିତ ଛିଡ଼ା ହୋଇଗଲେ। ଭଗବାନଙ୍କର ସେ ରୂପରେ ସହସ୍ର ସୂର୍ଯ୍ୟଙ୍କ ସମାନ ତେଜ ଦେଖାଯାଉଥିଲା ଏବଂ ଭଗବାନଙ୍କର ଏହି ରୂପକୁ ଦେଖି ଦେବୀ ସନ୍ଧ୍ୟା ସ୍ତବ୍ଧ ହୋଇଗଲେ। ସେ ବୁଝିପାରୁନଥିଲେ କି ସେ କ'ଣ କରିବେ ଆଉ କ'ଣ କହିବେ। ତାଙ୍କର ନିଜ ମନରେ ଭଗବାନଙ୍କ ସ୍ତୁତି କରିବାର ଇଚ୍ଛା ହେଲା, କିନ୍ତୁ ସେ ଭଗବାନଙ୍କର ସେ ରୂପକୁ ଦେଖି କିଛି ବି କହିପାରୁନଥିଲେ। ତାପରେ ଭଗବାନ ବିଷ୍ଣୁ ଦେବୀ ସନ୍ଧ୍ୟାଙ୍କର ମନର ଅବସ୍ଥାକୁ ବୁଝିପାରିଲେ ଏବଂ ତାଙ୍କୁ ଦିବ୍ୟ ଜ୍ଞାନ, ଦିବ୍ୟ ଦୃଷ୍ଟି ତଥା ଦିବ୍ୟ ବାଣୀ ପ୍ରଦାନ କଲେ ଏବଂ ତାପରେ ଦେବୀ ସନ୍ଧ୍ୟା ବଡ଼ ଉତ୍ସାହର ସହିତ ଭଗବାନ ବିଷ୍ଣୁଙ୍କର ସ୍ତୁତି କରିବାକୁ ଲାଗିଲେ। ଦେବୀ ସନ୍ଧ୍ୟାଙ୍କର ଗୋଟିଏ ଗୋଟିଏ ବାକ୍ୟରେ ତାଙ୍କର ଭକ୍ତି ଏବଂ ସମର୍ପଣ ଭାବ ସ୍ପଷ୍ଟ ଦେଖାଯାଉଥିଲା। ତପସ୍ୟା ପାଇଁ ସନ୍ଧ୍ୟାଙ୍କ ଶରୀର ଅତ୍ୟନ୍ତ କ୍ଷୀଣ ଏବଂ ଦୁର୍ବଳ ହୋଇଯାଇଥିଲା। ସେହି ସମୟରେ ଭଗବାନ ନିଜର ଅମୃତ ଦୃଷ୍ଟି ପକାଇ ତାଙ୍କର ଶରୀରକୁ ହୃଷ୍ଟପୃଷ୍ଟ କରିଦେଲେ ଏବଂ ମଧୁର ବଚନରେ ତାଙ୍କୁ କହିଲେ, ହେ ଦେବୀ, ତୁମ୍ଭର ତପସ୍ୟାରେ ମୁଁ ଅତ୍ୟନ୍ତ ପ୍ରସନ୍ନ ହୋଇଛି। ଏବେ ତୁମ୍ଭେ ନିଜର ଇଚ୍ଛା ଅନୁସାରେ ବର ମାଗ। ତାପରେ ଦେବୀ ସନ୍ଧ୍ୟା କହିଲେ, ହେ ପ୍ରଭୁ, ଯଦି ଆପଣ ମୋ ଉପରେ ପ୍ରସନ୍ନ ଅଛନ୍ତି ତାହେଲେ ମୋତେ ବର ଦେଇ ଅନୁଗ୍ରହିତ କରନ୍ତୁ। ମୁଁ ପ୍ରଥମ ବର ଏହା ମାଗୁଛି କି ସଂସାରରେ ଯେତେ ବି ପ୍ରାଣୀ ଜନ୍ମ ନେଉଛନ୍ତି ତାଙ୍କର ମନରେ କାମର ବିକାର ଉତ୍ପନ୍ନ ନ ହେଉ।
ଦ୍ୱିତୀୟ ବର ମାଗୁଛି କି ମୋର ପତିବ୍ରତା ଧର୍ମ କେବେ ବି ନଷ୍ଟ ନ ହେଉ। ଏବଂ ତୃତୀୟ ବରଦାନ ମୋତେ ଏହା ଦିଅନ୍ତୁ କି ନିଜର ସ୍ୱାମୀଙ୍କୁ ଛାଡ଼ି କୌଣସି ଅନ୍ୟ ପୁରୁଷଙ୍କ ପ୍ରତି ମୋ ମନରେ ଆସକ୍ତି ନ ଆସୁ। ଯେଉଁ ବି ପୁରୁଷ ମୋ ଆଡ଼କୁ କାମ ଭାବରେ ଦେଖିବ ସେ ପୁରୁଷ ନପୁଂସକ ହୋଇଯିବ। ତାପରେ ଭଗବାନ ବିଷ୍ଣୁ ବରଦାନ ଦେବା ସମୟରେ କହିଲେ, ହେ ଦେବୀ, ଆଜି ତୁମ୍ଭେ ସଂସାରର କଲ୍ୟାଣ ପାଇଁ ଉତ୍ତମ ବର ମାଗିଛ। ସେଥିପାଇଁ ଆଜିଠୁ ଜନ୍ମ ହେବା ପରେ କୌଣସି ବି ପ୍ରାଣୀ ଭିତରେ କାମନା ବାସନାର ଭାବ ହେବ ନାହିଁ। ମନୁଷ୍ୟର ଶରୀର 4ଟି ଅବସ୍ଥା ରହିବ: ବାଲ୍ୟ, କୁମାର, ଯୌବନ ଏବଂ ଜରା ବା ବୃଦ୍ଧ ଅବସ୍ଥା। ମନୁଷ୍ୟର କୁମାର ଅବସ୍ଥାର ଅନ୍ତରେ କାମଭାବର ଉଦୟ ହେବ। ତୁମ୍ଭର ଏହି ତପସ୍ୟା ପାଇଁ ଆଜି ମୁଁ ଏହି ମର୍ଯ୍ୟାଦାକୁ ସ୍ଥିର କରିଦେଇଛି କି ସଂସାରରେ କୌଣସି ବି ପ୍ରାଣୀ ଜନ୍ମ ହେବା ସଙ୍ଗେ ସଙ୍ଗେ କାମ ଭାବନାରେ ଯୁକ୍ତ ହେବ ନାହିଁ। ତୁମ୍ଭର ସତୀତ୍ୱର ପ୍ରଶଂସା 3 ଲୋକରେ ହେବ ଏବଂ ତୁମ୍ଭର ସ୍ୱାମୀଙ୍କୁ ଛାଡ଼ି ଯେଉଁ ବି ପୁରୁଷ ତୁମ୍ଭଙ୍କୁ କାମ ଦୃଷ୍ଟିରେ ଦେଖିବ ସେ ତୁରନ୍ତ ନପୁଂସକ ହୋଇଯିବ। ତୁମ୍ଭର ସ୍ୱାମୀ ବଡ଼ ଭାଗ୍ୟବାନ, ତପସ୍ୱୀ, ସୁନ୍ଦର ତଥା ଏବଂ ତୁମ୍ଭ ସହିତ 7 ଜନ୍ମ ଯାଏ ଜୀବିତ ରହିବା ବ୍ୟକ୍ତି ହେବ। ହେ ଦେବୀ, ତୁମ୍ଭେ ଯେଉଁ ଯେଉଁ ବର ମାଗିଲ ମୁଁ ସେ ସବୁ ତୁମ୍ଭଙ୍କୁ ପ୍ରଦାନ କଲି। ଏବେ ମୁଁ ତୁମ୍ଭର ମନର କଥା କହୁଛି। ପ୍ରଥମେ ତୁମ୍ଭେ ଅଗ୍ନିରେ ନିଜ ଶରୀରର ତ୍ୟାଗ କରିବା ପାଇଁ ପ୍ରତିଜ୍ଞା ନେଇଥିଲ। ଏବେ ସେ ପ୍ରତିଜ୍ଞା ତୁମ୍ଭକୁ ଏଥିପାଇଁ କରିବାକୁ ପଡ଼ିଥିଲା କି ବ୍ରହ୍ମଦେବଙ୍କର ଦୃଷ୍ଟି ତୁମ୍ଭ ଉପରେ ପଡ଼ିଯାଇଥିଲା। ନିର୍ଦ୍ଦୋଷ ହେବା ପରେ ବି ତୁମ୍ଭେ ନିଜ ଶରୀରକୁ ତ୍ୟାଗ କରିବା ପାଇଁ ଚାହୁଁଛ। ହେ ଦେବୀ ସନ୍ଧ୍ୟା, ଏହି ପାଖରେ ଚନ୍ଦ୍ରଭାଗା ନଦୀ କୂଳରେ ମହର୍ଷି ମେଦା ଏକ ଯଜ୍ଞ କରୁଛନ୍ତି, ଯାହା 12 ବର୍ଷରେ ପୂରଣ ହେବ। ତୁମ୍ଭେ ସେହି ଯଜ୍ଞରେ ନିଜର ପ୍ରତିଜ୍ଞା ପୂରଣ କରିବା ପାଇଁ ନିଜର ଶରୀରର ତ୍ୟାଗ କରିବାକୁ ପଡ଼ିବ ଏବଂ ଧ୍ୟାନ ଦେବ କି ତୁମ୍ଭକୁ ମୁନିଙ୍କ ଦୃଷ୍ଟିରୁ ଲୁଚି କରିବାକୁ ହେବ ଏବଂ ଭଗବାନ ବିଷ୍ଣୁଙ୍କ କୃପାରୁ ତୁମ୍ଭେ ଅଗ୍ନିଙ୍କର ପୁତ୍ରୀ ହୋଇଯିବ ଏବଂ ତାପରେ ତୁମ୍ଭକୁ ନିଜର ସ୍ୱାମୀଙ୍କର ଚୟନ କରିବାକୁ ପଡ଼ିବ। ଭଗବାନ ଦେବୀ ସନ୍ଧ୍ୟାଙ୍କ ଶରୀରକୁ ଅଟାରେ ବନେଇଦେଲେ ଏବଂ ଏହିସବୁ କରିବାର କାରଣ ହେଲା ଯଜ୍ଞ ସଂସାରର କଲ୍ୟାଣ ପାଇଁ ହେଉଥିଲା। ଦେବୀ ସନ୍ଧ୍ୟା ମହର୍ଷି ବଶିଷ୍ଠଙ୍କୁ ନିଜର ସ୍ୱାମୀ ବୋଲି ମାନିନେଲେ ଏବଂ ଯଜ୍ଞରେ ନିଜର ଶରୀରକୁ ତ୍ୟାଗ କରିଦେଲେ। ତାପରେ ସୂର୍ଯ୍ୟଦେବ ତାଙ୍କର ଶରୀରକୁ 2 ଭାଗ କରିଦେଲେ ଏବଂ ତାକୁ ଦେବତାଙ୍କୁ ଏବଂ ପିତୃଙ୍କୁ ସମର୍ପିତ କରିଦେଲେ। ତାଙ୍କର ଶରୀରର ଉପର ଭାଗ ପ୍ରାତଃକାଳ ହେଲା ଏବଂ ଶେଷ ଭାଗ ସନ୍ଧ୍ୟାକାଳ ହେଲା। ଦେବୀ ସନ୍ଧ୍ୟାଙ୍କ କାରଣରୁ ସକାଳ ସୂର୍ଯ୍ୟୋଦୟ ସମୟକୁ ପ୍ରାତଃ ସନ୍ଧ୍ୟା କୁହାଯାଇଥାଏ ଏବଂ ସୂର୍ଯ୍ୟାସ୍ତ ସମୟକୁ ସନ୍ଧ୍ୟାକାଳ କୁହାଯାଇଥାଏ। ଏହି ପ୍ରକାରର ଦେବୀ ସନ୍ଧ୍ୟା ତ୍ୟାଗର ମୂର୍ତ୍ତି ଥିଲେ। ସେ ଅଗ୍ନିରେ ପ୍ରବେଶ କରି ନିଜର ଜୀବନକୁ ସମାପ୍ତ କରିଦେଲେ। ଭଗବାନ ବିଷ୍ଣୁଙ୍କ ବରଦାନରୁ ଦେବୀ ସନ୍ଧ୍ୟା ପରଜନ୍ମରେ ଅରୁନ୍ଧତୀ ରୂପରେ ପ୍ରକଟ ହେଲେ ଏବଂ ମହର୍ଷି ବଶିଷ୍ଠଙ୍କର ସ୍ତ୍ରୀ ହେଲେ। ଭଗବାନ ଶିବ କହିଲେ, ହେ ଦେବର୍ଷି ନାରଦ, ଏହିଭଳି ଭାବରେ ଦେବୀ ସନ୍ଧ୍ୟାଙ୍କ କାରଣରୁ ସଂସାରରେ ଜନ୍ମ ହେଉଥିବା ପ୍ରତ୍ୟେକ ପ୍ରାଣୀ କାମ ଭାବନାରୁ ରହିତ ରହିଥାଏ ଏବଂ ତାଙ୍କ ଭିତରେ କୌଣସି ବି ପ୍ରକାରର କାମନା ବାସନା ରହିନଥାଏ ଏବଂ ଯେତେବେଳେ ସେ କୁମାର ଅବସ୍ଥାକୁ ପ୍ରାପ୍ତ ହୋଇଯାଆନ୍ତି ସେତେବେଳେ ତାଙ୍କର ମନରେ କାମନା ବାସନା ଉତ୍ପନ୍ନ ହୋଇଥାଏ। ତାପରେ ଦେବର୍ଷି ନାରଦ କହିଲେ, ହେ ପ୍ରଭୁ, ଆପଣ ଦେବୀ ସନ୍ଧ୍ୟାଙ୍କ କଥା ଶୁଣାଇ
ମୋ ଉପରେ ବହୁତ ବଡ଼ ଉପକାର କରିଛନ୍ତି। ଦେବୀ ସନ୍ଧ୍ୟାଙ୍କ କଥା ଶୁଣି ମୁଁ ଧନ୍ୟ ହୋଇଗଲି। ଆପଣଙ୍କୁ କୋଟି କୋଟି ଧନ୍ୟବାଦ ପ୍ରଭୁ। ଏବେ ଏହି କଥାକୁ ମୁଁ 3 ଲୋକରେ ପ୍ରଚାର ପ୍ରସାର କରିବି। ସାଙ୍ଗମାନେ, ଆଜିର ଏହି କଥାଟି ଆପଣମାନଙ୍କୁ କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଏବଂ ଯଦି ଆପଣ ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ ଏବଂ ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର ନିଶ୍ଚିତ କରନ୍ତୁ। ତା ସହିତ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିଦିଅନ୍ତୁ। ଧନ୍ୟବାଦ।